ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ସୋଲାର ଯୋଜନା ଘୋଷଣା କରିଛନ୍ତି। ପିଏମ୍ ମୋଦି ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏନେଇ ପୋଷ୍ଟ ସେୟାର କରି ଦେଶର 1 କୋଟି ଲୋକଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜ ପୋଷ୍ଟରେ ଲେଖିଛନ୍ତି, ସୂର୍ଯ୍ୟବଂଶୀ ଭଗବାନ ଶ୍ରୀରାମଙ୍କ ପ୍ରକାଶରେ ତାଙ୍କ ଭକ୍ତମାନେ ଶକ୍ତି ପ୍ରାପ୍ତ କରନ୍ତି। ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ଅବସରରେ ମୋର ଏକ ସଂକଳ୍ପ ଦୃଢ଼ ହୋଇଛି। ମୋର ସ୍ୱପ୍ନ ରହିଛି ଯେ ଦେଶବାସୀଙ୍କ ଘର ଘର ଛାତ ଉପରେ ସେମାନଙ୍କର ନିଜର ସୋଲାର ରୁଫଟପ୍ ସିଷ୍ଟମ ରହୁ। ପିଏମ୍ ମୋଦି ଲେଖିଛନ୍ତି, ଏଥିପାଇଁ ଆଜି ଅଯୋଧ୍ୟାରୁ ଫେରିବା ପରେ ମୁଁ ସର୍ବପ୍ରଥମେ ସୋଲାର ସିଷ୍ଟମ ପାଇଁ ନିର୍ଣ୍ଣୟ ନେଇଥିଲି। ଏବେ ଆମ ସରକାର ଦେଶର 1 କୋଟି ଘରର ଛାତ ଉପରେ ରୁଫଟପ୍ ସୋଲାର ଲଗାଇବେ। ଏହାଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଉଭୟଙ୍କୁ ଲାଭ ମିଳିବ। ସୋଲାର ସିଷ୍ଟମ ଲାଗିବା ଦ୍ୱାରା ବିଦ୍ୟୁତ୍ ବିଲ୍ କମ୍ ଆସିବ ଏବଂ ଦେଶ ସୌରଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବ।